ଚନ୍ଦନପୁର ଗାଁର ଶେଷ ମୁଣ୍ଡରେ ଝାଟି ମାଟିରେ ତିଆରି ଗୋଟେ ଛୋଟ କୁଡ଼ିଆ ଘରଟିଏ ଥିଲା। ହେଲେ ଦେଖିବାକୁ ଗଲେ ସେ ଘରର ଆର୍ଥିକ ପରିସ୍ଥିତି ବହୁତ ଖରାପ ଥିଲା। କିନ୍ତୁ ମୁଖ୍ୟ କଥା ତ ଏହା କି ସେ ଘର ସଚ୍ଚୋଟ ଆଉ ଇମାନଦାରୀର ପ୍ରତୀକ ଥିଲା। ସେଇ ଘରେ ରହୁଥିଲେ ମାଳତୀ ଦେବୀ, ଯାହାଙ୍କର ବୟସ ପ୍ରାୟ 70ରୁ 80 ବର୍ଷ ଉର୍ଦ୍ଧ ହେବ। ଆଉ ଏ ହେଉଛି ମାଳତୀ ଦେବୀଙ୍କର ପୁଅ ରାଜୁ, ଯାହାର ବୟସ ପ୍ରାୟ 25ରୁ 30 ବର୍ଷ। ରାଜୁ ନିଜ ମା ଆଉ ନିଜର ପେଟ ପୋଷିବା ନିମନ୍ତେ ଗାଁର ଅନ୍ୟ ଜମିଦାରମାନଙ୍କ କ୍ଷେତରେ ଦିନମାନ ବହୁତ କଠିନ ପରିଶ୍ରମ କରୁଥିଲା। ଆଉ ସନ୍ଧ୍ୟାକୁ ଘରକୁ ଫେରି ତା ମାଆକୁ ସାନ୍ତ୍ୱନା ଦେଉଥିଲା କି ମା, ସବୁ କିଛି ଠିକ୍ ହେଇଯିବ। ହେଲେ ସମୟର କିଛି ଅଲଗା ଇଚ୍ଛା ଥିଲା। ସମୟ ସେମାନଙ୍କର ପରୀକ୍ଷା ନେଉଥିଲା। ଧୀରେ ଧୀରେ ସେମାନଙ୍କର ଦୁଃଖ କଷ୍ଟରେ ଦିନ ପରେ ଦିନ ବିତି ଚାଲୁଥିଲା। ଏପରି ଅଭାବ ଓ ଅସୁବିଧାରେ ରହି ରହି ସେ ମା ପୁଅ ଦୁଇ ଜଣ ବହୁତ ନିରାଶ ହୋଇପଡ଼ିଥିଲେ। ଗୋଟେ ଦିନ ରାଜୁର ମା କୁହେ, ଦେଖ ପୁଅ ରାଜୁ, ତୁ ଏତେ ପରିଶ୍ରମ କରୁଛୁ, ତଥାପି ଆମକୁ ଦିପଟ ରୁଟି ଖାଇବା ପାଇଁ ଭଲରେ ବି ମିଳୁନାହିଁ। ମୋ ସହିତ କ'ଣ ହଉଛି? ଭଗବାନ ଆମର କି ପରୀକ୍ଷା ନେଉଛନ୍ତି? ମୋର ଏପରି ଅବସ୍ଥା କି ଆମ ଅବସ୍ଥା ଦେଖି ଘରେ ଚୁଲି ବି ଜଳିବା ପାଇଁ ଚାହୁଁନି। ହେ ଭଗବାନ, ଏସବୁ କ'ଣ ହଉଛି? ଓହୋ ମା, ତମେ ଜମା ବି ବ୍ୟସ୍ତ ହୁଅନା, ଦେଖିବ ସବୁ କିଛି ଠିକ୍ ହେଇଯିବ। ଆରେ ମତେ ତ ଲାଗୁଛି ଭଗବାନ ଆମର ପରୀକ୍ଷା ନେଉଛନ୍ତି। ଭଗବାନ ଜାଣିବା ପାଇଁ ଚାହୁଁଛନ୍ତି ଆମେ ଏଇ ଅସୁବିଧାର ସମ୍ମୁଖୀନ କରିପାରୁଛେ କି ଭାଙ୍ଗି ପଡ଼ୁଛେ। ହେଲେ ମା, ତମେ ଚିନ୍ତା କର ନାହିଁ, ମୁଁ ହାର ମାନିଲା ବାଲା ନୁହେଁ। ହେଲେ ମୁଁ ତ ଏବେ ଗାଁର ଅନ୍ୟମାନଙ୍କ କ୍ଷେତରେ କାମ କରୁଥିଲି, କିନ୍ତୁ କାଲିଠାରୁ ମୁଁ ସହରକୁ ଯିବି। ସେଠାରେ ସେଠ ରାମଲାଲ ପରିଶ୍ରମୀ ଲୋକମାନଙ୍କୁ କାମ ଦିଅନ୍ତି, ଆଉ ମୁଁ ସେଠାକୁ ଯାଇ ତାଙ୍କୁ କାମ ମାଗିବି। ଆଉ ଯଦି ସେଠାରେ ମୋତେ କାମ ମିଳିଯାଏ, ତାହେଲେ ଆମ ପରିସ୍ଥିତି ବଦଳିଯିବ। ତମେ ଜମା ବି ବ୍ୟସ୍ତ ହୁଅନା ମା। ପୁଅରେ, ତୁ ତ ପିଲାଟି ଦିନରୁ ସଚ୍ଚୋଟ ଆଉ ଇମାନଦାରୀ ରାସ୍ତାରେ ଚାଲି ଆସିଛୁ। ହେଲେ ଗୋଟେ କଥା ମନେ ରଖ, ଏ ଦୁନିଆରେ ସମସ୍ତେ ତୋ ଭଳି ନୁହନ୍ତି। ଏ ଦୁନିଆରେ ତତେ ବହୁତ ଚାଲାକ ଲୋକ ମିଳିବେ, ଆଉ ତା ସହିତ ବହୁତ ଧୋକେବାଜ ଲୋକ ବି ମିଳିବେ, ଯିଏ ତତେ ମିଠା ମିଠା କଥା କହି ଧୋକା ଦେବେ। ହେଲେ ତୁ କେବେ ବି ସଚ୍ଚୋଟ ଆଉ ଇମାନଦାରୀର ରାସ୍ତାକୁ ଛାଡ଼ିବୁ ନାହିଁ। ଦରକାର ପଡ଼ିଲେ ପରିସ୍ଥିତି ଯେତେ ବି ଭୟଙ୍କର ହେଉନା କାହିଁକି, ତୁ ସର୍ବଦା ସତ୍ ପଥର ସାଥ ଦେବୁ। ମା, ମୁଁ ତ ପିଲାଟି ଦିନରୁ ତମଠାରୁ ଏହା ହିଁ ଶିଖି ଆସିଛି। ଧୋକା ଆଉ ବେଇମାନିରେ କମା ଯାଇଥିବା ଧନ ସମ୍ପତ୍ତି ସବୁ ବିଷାକ୍ତ ହୋଇଥାଏ, ଆଉ ମେହନତ ଆଉ ଇମାନଦାରୀରେ କମା ଯାଇଥିବା ରୁଟି ବି ଭଗବାନଙ୍କର ପ୍ରସାଦ ସହିତ ସମାନ ହୋଇଥାଏ। ମା, ମୁଁ ଆଜି ତମକୁ କଥା ଦେଉଛି, ମୋ ଜୀବନରେ ଯେତେ ବି ଦୁଃଖ କଷ୍ଟ ଆସୁନା କାହିଁକି, ମୁଁ କେବେ ବି ସତ୍ ମାର୍ଗରୁ ଓହରି ଯିବି ନାହିଁ। ମା, ମୋତେ ଖାଲି ତମେ ଟିକେ ଆଶୀର୍ବାଦ କର, ଯେମିତି ମୋତେ କାଲି ସେଠ ରାମଲାଲଙ୍କ ପାଖରେ କାମ ମିଳିଯିବ, ଆଉ ମୁଁ ସେଠାରେ ଇମାନଦାରୀର ସହିତ ମନ ଲଗାଇ କାମ କରିବି। ପୁଅରେ, ମୋର ଆଶୀର୍ବାଦ ସର୍ବଦା ତୋ ଉପରେ ଅଛି। ଆଉ ହଁ, ଗୋଟେ କଥା ମନେ ରଖ, ପରିଶ୍ରମୀ ଲୋକ କେବେ ହାର ମାନି ନଥାନ୍ତି। ଅବଶ୍ୟ ଡେରି ଲାଗିଥାଏ, କିନ୍ତୁ ସେମାନଙ୍କର ଫଳ ତାଙ୍କୁ ମିଳିଥାଏ। ଆଉ ଦ୍ୱିତୀୟ କଥାଟି ଶୁଣ, ସମୟ କାହାକୁ ନେଇ କେତେବେଳେ କେଉଁଠି ପହଞ୍ଚାଏ ସେ କଥା କେହି କହିପାରିବେନି। ଆଉ ତୁ କେବେ ବି ଗର୍ବ କରିବୁ ନାହିଁ। ନା ମା, ମୁଁ କେବେ ବି ଗର୍ବ କରିବି ନାହିଁ। ହଉ ମା, ତମେ ଏବେ ଘର ଭିତରକୁ ଯାଅ, ମୁଁ ଯାଉଛି। ରାମୁ କାକାଙ୍କ କ୍ଷେତରେ ଆଉ ଅଳ୍ପ କିଛି କାମ ବାକି ଥିଲା। ମୋତେ ଆଜି ଭିତରେ ତାଙ୍କ କ୍ଷେତ କାମ ସାରିବାକୁ ହେବ। ହଉ ବାପା, ଯା। ତାପରେ ରାଜୁ ରାମୁ କାକାଙ୍କ କ୍ଷେତକୁ କାମ କରିବା ଲାଗି ଚାଲିଯାଏ। କିଛି ସମୟ ମଧ୍ୟରେ ରାଜୁ ଯାଇ ରାମୁ କାକାଙ୍କ କ୍ଷେତରେ ପହଞ୍ଚେ, ଆଉ ରାମୁ କାକାଙ୍କ ସହିତ ତାର ଦେଖା ହୁଏ। ତାପରେ ରାଜୁ କୁହେ, କାକା, ମୋତେ ଆଜି ଜଲ୍ଦି ଜଲ୍ଦି କହିଦିଅ କ'ଣ କାମ ବାକି ଅଛି। ମୁଁ କାଲି ସେଠ ରାମଲାଲଙ୍କ ପାଖକୁ କାମ ମାଗିବା ଲାଗି ଯିବି। ମୁଁ ଶୁଣିଛି ସେ କାଳେ ବହୁତ ଭଲ ଲୋକ। ସେ ପରିଶ୍ରମୀ ଲୋକମାନଙ୍କୁ କାମ ଦିଅନ୍ତି, ଆଉ ମୋତେ ଲାଗୁଛି ସେ ମୋତେ କିଛି ନା କିଛି କାମ ଦେଇଦେବେ। ଆରେ ବା, ଏ ତ ବହୁତ ଭଲ କଥା। ମୁଁ ତ ତତେ ଆଗରୁ କହିଛି, ତୁ ପଢା ଲିଖା ଅଛୁ, 10ମ ପାସ୍ କରିଛୁ, ତୁ ଏ କାମ ଛାଡ଼ି କିଛି ପଢା ଲିଖା କାମ କର ନା। ତତେ ଏଇ ମୂଲିଆ ମଜୁରିଆ କାମ କରୁଥିବାର ଦେଖି ମତେ ଜମା ବି ଭଲ ଲାଗେନି।
ହେଲେ ମୁଁ କଣ କରିବି? ତୋର ଘରର ପରିସ୍ଥିତି ଦେଖି ତତେ ମୁଁ ଏ କାମ କରିବା ଲାଗି ଦିଏ, ଯାହା ଫଳରେ ତୁ ତୋ ପରିବାର ଚଳେଇ ପାରିବୁ। ହଁ କାକା, ତମେ ଠିକ୍ କହିଛ। ମୁଁ କାଲି ସେଠ ରାମଲାଲଙ୍କ ପାଖକୁ ଯିବି ଆଉ ତାଙ୍କୁ ବିନମ୍ରତାର ସହିତ କାମ ମାଗିବି। ଆଉ ସେ ଯୋଉ କାମ ଦେବେ ମୁଁ ତାକୁ ମନ ଲଗେଇ କାମ କରିବି। ମୋତେ ତ କେବଳ ମୋ ଘରର ପରିସ୍ଥିତି ଆଉ ମୋ ମାଆର ଦୁଃଖ ଦୂର କରିବାର ଅଛି। ଆରେ ରାଜୁ, ମୁଁ ତତେ ବହୁତ ଭଲ ଭାବରେ ଜାଣିଛି। ତୁ ବହୁତ ସଚୋଟ ଆଉ ଇମାନଦାର। ତତେ ସେଠାରେ ନିଶ୍ଚୟ ଭଲ କାମ ମିଳିଯିବ। ତୁ ଯା, ବ୍ୟସ୍ତ ହନା। ଏଇ ଖଣ୍ଡେ ଜମିରୁ କାମ ସାରି ଘରକୁ ପଳେଇବୁ। ହଉ, ମୁଁ ଏଥର ଯାଉଛି। ତୁ କାମ ସାରି ଘରକୁ ଆସିବୁ। ତାପରେ ରାମୁ କାକା ସେଠାରୁ ଚାଲିଯାଆନ୍ତି ଆଉ ରାଜୁ ତା କାମ କରିବାକୁ ଲାଗେ। ତା ପରଦିନ ଏକ ସୁନ୍ଦର ସକାଳଟିଏ ହୁଏ ଆଉ ସୂର୍ଯ୍ୟଙ୍କର ସେ ସୁନେଲି କିରଣ ରାଜୁର ଘର ଉପରେ ପଡ଼ିଥାଏ। ଏପଟରେ ରାଜୁ ସକାଳୁ ଉଠି ପ୍ରସ୍ତୁତ ହୋଇ ସହରକୁ ଯିବା ଲାଗି ବାହାରି ପଡ଼େ ଆଉ ତା ମାଆକୁ କୁହେ, ମା, ମୋ ପାଇଁ ଟିକେ ଠାକୁରଙ୍କ ପାଖରେ ପ୍ରାର୍ଥନା କର, ମୋତେ ଯେମିତି ଆଜି ଗୋଟେ କାମ ମିଳିଯାଉ। ହଁ ପୁଅ, ମୁଁ ଭଗବାନଙ୍କ ପାଖରେ ନିଶ୍ଚୟ ପ୍ରାର୍ଥନା କରିବି। କିନ୍ତୁ ହଁ, ଆଉ ଗୋଟେ କଥା ଶୁଣ, ଯଦି ତତେ କିଛି କାମ ନ ମିଳେ ତାହେଲେ ନିରାଶ ଜମା ହବୁନି। କାହିଁକି ନା ପରିଶ୍ରମୀ ଲୋକମାନଙ୍କ ପାଇଁ ଗୋଟେ ବାଟ ଖୋଲା ନଥାଏ, ସେମାନଙ୍କ ପାଇଁ ତ ଅନେକ ବାଟ ଖୋଲା ଥାଏ। ହଁ ମା, ତମେ ବିଲକୁଲ ଠିକ୍ କହିଛ। ହଉ, ମୁଁ ଏବେ ଆସୁଛି। ହଉ ପୁଅ, ଦେଖିକି ଯିବୁ। ତାପରେ ରାଜୁ ତା ମା ପାଖରୁ ବିଦାୟ ନେଇ ସହରକୁ ଯିବା ଲାଗି ବାହାରିଯାଏ। ଏମିତି ବହୁତ ସମୟ ଚାଲିଲା ପରେ ସେ ଯାଇ ସେଠ ରାମଲାଲଙ୍କ ଘର ପାଖରେ ପହଞ୍ଚେ। ସେ ଯେତେବେଳେ ସେଠାରେ ପହଞ୍ଚି ଦେଖେ, ସେ ବହୁତ ଆଶ୍ଚର୍ଯ୍ୟ ହୋଇଯାଏ। ତା ଜୀବନରେ ସେ କେବେ ଏତେ ବଡ଼ ଘର ଆଉ ଘର ଆଗରେ ବହୁତ ବଡ଼ ଗେଟ୍ ଆଉ ଜଣେ ପ୍ରହରାଦାର ଗେଟ୍ ପାଖରେ ପ୍ରହରା ଦଉଛି। ପ୍ରହରୀ ଜଣକ ରାଜୁକୁ ଗେଟ୍ ପାଖରେ ଦେଖି ତାକୁ ପଚାରିଲା, କିଏ ଭାଇ ତମେ? ଏଠାକୁ କଣ ପାଇଁ ଆସିଛ? ତୁମର ଏଠାରେ କାମ କଣ? ଭାଇ, ମୋ ନାଁ ରାଜୁ। ମୁଁ ଚନ୍ଦନପୁର ଗାଁରୁ ଆସିଛି। ଶୁଣିଛି ସେଠ ରାମଲାଲ କାଳେ ପରିଶ୍ରମୀ ଲୋକମାନଙ୍କୁ କାମ ଦିଅନ୍ତି, ସେଥିପାଇଁ ମୁଁ ତାଙ୍କ ସହିତ ଦେଖା କରିବା ଲାଗି ଆସିଛି। ହଉ, ତମେ ଏଇଠାରେ ଛିଡା ହୋଇଥାଅ, ମୁଁ ସେଠଜୀଙ୍କୁ ପଚାରି ଆସୁଛି। କିଛି ସମୟ ପରେ ଜଗୁଆଳି ଜଣକ ଘର ବାହାରକୁ ଆସିଲା ଆଉ ରାଜୁକୁ ତା ସାଙ୍ଗରେ ଘରକୁ ନେଇଗଲା। ରାଜୁ ସେ ବଙ୍ଗଳା ଭିତରକୁ ଗଲା ଆଉ ଦେଖିଲା ଘର ଭିତର ବହୁତ ସୁନ୍ଦର ଦିଶୁଛି। ତା ଭିତରେ ଦାମୀ ଦାମୀ ଖଟ, ସୋଫା, ବିଭିନ୍ନ ପ୍ରକାର ଦାମିକିଆ ସାମଗ୍ରୀ ଅଛି। ତାପରେ ରାଜୁକୁ ଦେଖି ସେଠ ରାମଲାଲ ପଚାରନ୍ତି, ଆଚ୍ଛା ପୁଅ, ତମ ନାଁଟା କଣ କହିଥିଲ ତ? ଆଜ୍ଞା, ମୋ ନାଁ ରାଜୁ। ମୁଁ କ୍ଷେତରେ ଚାଷ କାମ କରିଥାଏ। ମୁଁ ଆପଣଙ୍କ ପାଖକୁ କାମ ଖୋଜିବା ଲାଗି ଆସିଛି। ସେଠ ରାମଲାଲ ଟିକେ ରାଜୁକୁ ନିରୀକ୍ଷେଇ ଦେଖିଲେ, ତାପରେ କହିଲେ, କାମ ତ ବହୁତ ଅଛି, ହେଲେ ସଚ୍ଚୋଟ ଓ ଇମାନଦାର ଲୋକ ବହୁତ କମ୍ ମିଳୁଛନ୍ତି। ଏମିତିରେ ତମେ କି କାମ କରିପାରିବ? ସେଠଜୀ, ଆପଣ ମୋତେ ଯେକୌଣସି କାମ ଦେବେ ମୁଁ ତାକୁ ସମ୍ମାନର ସହିତ କରିବି। ମୋତେ ତ କେବଳ ମୋର ମାଆର ଦୁଃଖ ଦୂର କରିବାର ଅଛି। ଆଉ ହଁ ସେଠଜୀ, ମୁଁ 10ମ ପାସ୍ କରିଛି। ରାଜୁର କଥା ଶୁଣି ସାରି ସେଠ ରାମଲାଲ ମନେ ମନେ ଚିନ୍ତା କରନ୍ତି। କିଛି ସମୟ ଚିନ୍ତା କଲା ପରେ ତାପରେ କୁହନ୍ତି, ହଉ, ଠିକ ଅଛି, ଦେଖିବା। ତୁ ଏମିତି ମିଠା ମିଠା କଥା କହୁଛୁ କି କାମରେ କରି ଦେଖାଉଛୁ। ଶୁଣ ରାଜୁ, ସେଠାରେ ଗୋଦାମରେ କାମ ଚାଲିଛି। ତୁ ସେଠାକୁ ଯିବୁ, ସେଠି ମଦନଲାଲଙ୍କୁ ଦେଖା କରିବୁ। ଆଉ ଯଦି ମଦନଲାଲ କହିବେ ପିଲାଟା ଠିକ ଅଛି, ତାହେଲେ ତୁ ଏଇଠାରେ ରହିବୁ। ହଁ, ଏମିତିରେ ବି ତୁ ପଢା ଲେଖା ଅଛୁ। ଯଦି ତୁ ଏଠାରେ ରହିଗଲୁ ତାହେଲେ ତୋର ଲାଇଫ ବଦଳିଯିବ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସେଠଜୀ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରାଜୁ ସେଠ ରାମଲାଲଙ୍କୁ ଧନ୍ୟବାଦ ଜଣାଇ ସେଠାରୁ ଗୋଦାମ ଆଡ଼କୁ ଯିବା ଲାଗି ବାହାରିଗଲା। ସେପଟରେ ଗୋଦାମରେ ଲୋକମାନେ ଚାଉଳ ଆଉ ଗହମର ବସ୍ତାକୁ ବୁହାବୁହିର କାମ କରୁଥାନ୍ତି ଆଉ ମଝିରେ ମଦନଲାଲ ସେଠାରେ ଛିଡ଼ା ହୋଇ ବସ୍ତାଗୁଡ଼ିକୁ ଭଲ ଭାବରେ ଗଣୁଥିଲେ। ଆଉ ଏପଟରେ ରାଜୁ ଯାଇ ସେଠାରେ ପହଞ୍ଚିଲା। ଆଜ୍ଞା ନମସ୍କାର ମଦନଲାଲଜୀ, ମୋ ନାଁ ରାଜୁ। ମୋତେ ଏଠାକୁ ରାମଲାଲଜୀ କାମ ପାଇଁ ପଠେଇଛନ୍ତି। ରାମଲାଲ ପଠେଇଛନ୍ତି? ତାହେଲେ ତମେ କାମ ଜାଣିଥିବ ନା? ହଉ,
ତାହେଲେ ଠିକ ଅଛି, ତମେ ଗୋଟେ କାମ କର, ଏ ବସ୍ତା ଗୁଡ଼ିକୁ ବୋହି ନେଇ ସେପଟ ଘରେ ରଖିଦିଅ। ଏଇ ବସ୍ତା ଗୁଡ଼ିକର ଓଜନ 50ରୁ 60 କେଜି। ଟିକେ ଦେଖିକିରି କରିବ, ଯେମିତି କିଛି ଭୁଲଭାଲ ନ ହୋଇଯାଏ, ସେଥିପ୍ରତି ଧ୍ୟାନ ଦବ। ତାପରେ ରାଜୁ ସେ ବସ୍ତାଗୁଡ଼ିକୁ ବହୁତ ଯତ୍ନର ସହକାରେ ଭୋଇବାକୁ ଲାଗିଲା। ଏପଟରେ ଟାଣ ଖରା ଜୋରରେ ହେଉଥାଏ, ତଥାପି ରାଜୁ ଟିକେ ହେଲେ ନଥକି ବସ୍ତାଗୁଡ଼ିକୁ ଭୋଇବାରେ ଲାଗିଥାଏ। ଏପଟରେ ଶ୍ରମିକମାନେ ଟାଣ ଖରା ହୋଇଥିବା ଯୋଗୁଁ ଗଛ ମୂଳରେ ବିଶ୍ରାମ ନେଉଥାନ୍ତି, ହେଲେ ସେପଟରେ ରାଜୁ କଠିନ ପରିଶ୍ରମ କରିଚାଲିଥାଏ। ମଦନଲାଲ ସନ୍ଧ୍ୟାକୁ ରାମଲାଲଙ୍କ ଘରକୁ ଆସି ରାମଲାଲଙ୍କୁ କହିଲା, ସେଠଜି, ଏ ଯୋଉ ନୂଆ ପିଲାଟା ଆସିଛି ସେ ବହୁତ ପରିଶ୍ରମୀ। ନା ତାର ଚୋରି ନା ବଦମାସି, ବହୁତ ସାଦା ସିଧା ସରଳ ପିଲାଟିଏ, ବହୁତ ଭଲ ପିଲା। ଦେଖିଲ ମଦନ, ଏବେ ବି ଗାଁରେ ସଚ୍ଚୋଟ ଆଉ ଇମାନଦାର ଯୁବପିଢ଼ି ଅଛନ୍ତି। ହଁ ସେଠଜି, ଆପଣ ସେ ପିଲା ଉପରେ ଭରସା କରିପାରିବେ। ମତେ ବି ସେ ପିଲା ଉପରେ ବହୁତ ବିଶ୍ୱାସ ଅଛି। ରତନଲାଲ ଆଉ ମଦନଲାଲ ରାଜୁ ବିଷୟରେ ଭଲରେ କଥା ହେଲେ। ପରସ୍ପର ମଧ୍ୟରେ କଥାବାର୍ତ୍ତା ହୋଇ ସିଦ୍ଧାନ୍ତ ନେଲେ କି ରାଜୁକୁ କାମରେ ରଖିବା ପାଇଁ। ତାପରେ ଦେଖୁ ଦେଖୁ ଏମିତି କିଛି ଦିନ ବିତିଯାଏ। ଏମିତି କିଛି ସପ୍ତାହ ମଧ୍ୟରେ ରାଜୁ ଗୋଦାମର ଭରସାବାନ ଓ ବିଶ୍ୱାସୀ ଯୋଗୀ ଲୋକ ବନିଗଲା। ଆଉ ସମସ୍ତେ ରାଜୁର କାମ ଦେଖି ରାଜୁକୁ ପ୍ରଶଂସା କରିବାକୁ ଲାଗିଲେ। ଲୋକମାନେ ତ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଥିଲେ କି ରାଜୁ ଏବେ ରାମଲାଲଙ୍କର ଖାସ୍ ଲୋକ ବନିଯାଇଛି। ପିଲାଟା ଏବେ ବହୁତ ଆଗକୁ ଯିବ। କିନ୍ତୁ ଯୋଉଠି ପ୍ରଶଂସା ଥାଏ ସେଇଠି ଘୃଣା ମଧ୍ୟ ଥାଏ। ରାମଲାଲର ଭାଇ ଶଙ୍କର, ଯିଏକି ଅଧା ବ୍ୟବସାୟ ସମ୍ଭାଳୁଥିଲା, ସେ ରାଜୁକୁ ଏମିତି ସମସ୍ତଙ୍କର ବିଶ୍ୱାସ ଜିତୁଥିବାର ଦେଖି ଜମା ବି ସହିପାରୁନଥିଲା। କାହିଁକି ନା ଏମିତି ହେବା ଦ୍ୱାରା ତାର ନିଜର ପ୍ରଭାବ କମ୍ ହେଉଥିଲା। ଶଙ୍କର ଚାହୁଁନଥିଲା କି ଜଣେ ସାଧାରଣ ଗରିବ ପିଲା ତା ଭାଇର ବିଶ୍ୱାସ ଜିତୁ ବୋଲି। କାହିଁକି ନା ସେ ବ୍ୟବସାୟରେ ଠକାମି କରୁଥିଲା। ସେ ଗହମ ଓ ଚାଉଳ ବସ୍ତାକୁ ଲୁଚେଇକିରି ଅନ୍ୟ ଗାଁରେ ବିକ୍ରି କରିଦେଉଥିଲା। ଥରେ ଶଙ୍କର ରାଜୁ ନାଁରେ ମଦନଲାଲକୁ ଉସ୍କାଏ। ମଦନ କାକା, ଏ ରାଜୁ ଯେମିତି ସିଧା ସରଳ ଦେଖେଇ ହେଉଛି, ପ୍ରକୃତିରେ ଯିଏ ଯେମିତି ସିଧା ସରଳ ଦେଖେଇ ହୁଅନ୍ତି, ସେ ପ୍ରକୃତିରେ ସେମିତି ହେଇନଥାନ୍ତି। ତମେ ଟିକେ ଉପରେ ନଜର ରଖୁଥିବ। ଛୋଟ ସେଠଜି ବଡ଼ ସେଠଜି ତ ତା ଉପରେ ପୁରା ଭରସା କଲାଣି। ଏମିତିରେ ବି ସେ ପିଲାଟା ଆମରି ଗାଁର, ବହୁତ ଇମାନଦାର ଓ ସଚ୍ଚୋଟ। ଭରସା? ଭାଇ ତ ଯାହାକୁ ପାଇ ତାକୁ ଭରସା କରି ନେଉଛନ୍ତି। ଏଇ ଭରସା ପୂର୍ବରୁ ଥରେ ତାଙ୍କୁ ଧୋକା ଦେଇଥିଲା। ଆଉ ଏଥର ଯଦି ସେମିତି କିଛି ହୁଏ, ତାହେଲେ ଏହାର ଜବାବ କିଏ ଦେବ? ମତେ କୁହ। ଶଙ୍କରର କଥା ଶୁଣି ମଦନ ଚିନ୍ତାରେ ପଡ଼ିଗଲା। ପ୍ରଥମରୁ ହିଁ ଶଙ୍କରର କଥାବାର୍ତ୍ତା ତାକୁ ଠିକ୍ ଲାଗୁନଥିଲା। ଏତିକି କହି ସେ ସେଠାରୁ ଚାଲିଗଲା। ରାତିରେ ଯେତେବେଳେ ଶ୍ରମିକମାନେ ଗୋଦାମରୁ କାମ ସାରି ଯାଇସାରିଥିଲେ, ସେତେବେଳେ ରାଜୁ ବସ୍ତାର ଶେଷ ଗଣତି କରୁଥିଲା। ଆଉ ଭଲ ଭାବରେ ହିସାବପତ୍ର କରି ଗୋଟିଏ ଖାତାରେ ଲେଖିଦେଲା। ଠିକ୍ ସେତିକି ବେଳେ ରାମଲାଲର ଭାଇ ରତନଲାଲ ସେଠ ସେଠାକୁ ଆସିଲା। ଆରେ ରାଜୁ, ତୁ ଏତେ ପରିଶ୍ରମ କରୁଛୁ, କେବେ ବି ଥକି ପଡୁନୁ? ଯେତେବେଳେ ଦେଖ କେତେବେଳେ ହିସାବ ପତ୍ରର କାମ କରୁଛୁ, ଆଉ କେତେବେଳେ ବସ୍ତା ବୋଉଛୁ। ଆରେ ସେ ବସ୍ତା ବୁଆ ବି କରିବା ପାଇଁ ମଜୁରିଆ ମାନେ ଅଛନ୍ତି। ତୋର ଏତେ ପରିଶ୍ରମ କରିବା କଣ ଦରକାର କହିଲୁ? ତୁ କେବଳ ହିସାବ ପତ୍ରର କାମ କର, ଆଉ ଶୀଘ୍ର ଘରକୁ ପଳେଇ ଯା। ନା ନା ମାଲିକ, ବଡ଼ ମାଲିକଙ୍କର ମୋ ଉପରେ ବିଶ୍ୱାସ ରହିଛି। ଆଉ ଏମିତିରେ ବି ସିଏ ମୋ ପାଇଁ ଯାହା କରିଛନ୍ତି, ତାଙ୍କ ପାଇଁ ତ ଏତିକି କାମ ମୁଁ କରି ହିଁ ପାରିବି। ହଉ ଠିକ ଅଛି, ବହୁତ ରାତି ହେଲାଣି, ତୁ ଏବେ ଘରକୁ ଯା। ସେପଟରେ ତୋ ମା ଏକାକି ଥିବ। ମୋ ଗୋଦାମକୁ ବନ୍ଦ କରି ଚାବି ନେଇ ଭାଇଙ୍କୁ ଦେଇଦେବି। ହଉ ଠିକ୍ ଅଛି ଛୋଟ ମାଲିକ, ଆପଣ ବଡ଼ ମାଲିକଙ୍କୁ କହିଦେବେ ମୁଁ ଆଜିର ସବୁତକ କାମ ସାରି ଦେଇଛି। ହଉ ଠିକ ଅଛି, ମୁଁ କହିଦେବି। ତାପରେ ରାଜୁ ରାମଲାଲର ଭାଇ ଶଙ୍କରଲାଲକୁ ଗୋଦାମର ଦାୟିତ୍ୱ ଦେଇ ଘରକୁ ଚାଲିଗଲା। ଆଉ ଶଙ୍କର ସେଇଠି ରହିଲା।
ତା ପରଦିନ ସକାଳୁ ରାମଲାଲ ଓ ମଦନଲାଲ ଯେତେବେଳେ ଗୋଦାମରେ ପହଞ୍ଚି ହିସାବ ଖାତା ଚେକ୍ କରନ୍ତି, ସେ ଦେଖନ୍ତି ତ ବସ୍ତାଗୁଡ଼ିକର ଗଣତି ସହିତ ହିସାବ ଖାତା ମେଳ ଖାଉନଥିଲା। ଏଥିରେ କିଛି ତ ଗଡ଼ବଡ଼ ଥିଲା। ଆରେ ମଦନ, ଇଏ କଣ? ପୁଣି ଥରେ ବସ୍ତା ଗୁଡ଼ିକରେ ଭୁଲଭାଲ ଦେଖାଦେଲାନି। କାଲି ବି ମୁଁ ଚାଉଳ ଗୋଦାମକୁ ଯାଇଥିଲି, ସେଠି ବି ଚାଉଳ ବସ୍ତା ଗୁଡ଼ାକର ହିସାବ ପତ୍ର କିଛି ଠିକ ନଥିଲା। ଇଏ ପୁଣି କଣ ହଉଛି? ମୁଁ ବି ତ ସେୟା ଭାବୁଛି, ଏସବୁ ପୁଣି ଥରେ କେମିତି ହଉଛି? ପୂର୍ବରୁ ଆମେ ଯେତେବେଳେ ସଞ୍ଜୟ ବୋଲି ଗୋଟେ ପିଲାଟିକୁ ରଖିଥିଲେ, ସେତେବେଳେ ବି ଏମିତି ହଉଥିଲା। ପରେ ଜଣା ପଡ଼ିଲା ସେ ଚାଉଳ ଆଉ ଗହମ ବସ୍ତାକୁ ଚୋରି କରି ନେଇ ଅଲଗା ଗାଁରେ ବିକ୍ରି କରିଦଉଥିଲା। ସେଠ ରାମଲାଲର ମୁହଁରୁ ଏ କଥା ଶୁଣି ମଦନର ଚେହେରା ଝାଉଁଳିଗଲା। ତାପରେ ସେ ଧୀର ସ୍ୱରରେ କହିଲା, ସେଠ, ଆପଣ ଇଏ କଣ କହୁଛନ୍ତି? ଆପଣଙ୍କ କହିବା ମାନେ କଣ ରାଜୁ ଏସବୁ କରିଛି? ରାଜୁ ତ ସିଧା ସାଧା ପିଲାଟିଏ। ଯଦି ରାଜୁ ଏମିତି ଆମ ସହିତ କରିଥାଏ, ତାହେଲେ ଆମକୁ ବହୁତ ଖରାପ ଲାଗିବ। ନା ନା ମଦନ, ମୋର କହିବା ମାନେ ସେୟା ନୁହେଁ। ମତେ ତ ରାଜୁ ବହୁତ ସିଧା ସାଧା ଲାଗେ। ମୋର ତା ଉପରେ ବହୁତ ବିଶ୍ୱାସ ଅଛି। ହେଲେ ପୁଣି ଥରେ ମୋର ବ୍ୟବସାୟରେ ଗଡ଼ବଡ଼ି ଦେଖା ଦଉଛି। ମୁଁ ତ ରାଜୁକୁ ଏ ଦାୟିତ୍ୱ ସବୁ ଦେଇଥିଲି। ଏମିତିରେ ବି ଆଉ କାହାକୁ ସନ୍ଦେହ କରିବି ହଉନି। ଆଚ୍ଛା ମଦନ, ରାଜୁ ଏବେ କୋଉଠି? ସେଠଜୀ, ରାଜୁ ଏବେ ଚାଉଳ ଗୋଦାମରେ ଅଛି। ଯଦି ଆପଣ କହିବେ ତାହେଲେ ମୁଁ ତାକୁ ଡାକିଦେବି। ହଁ, ଡାକ ଡାକ। ମୁଁ ତାକୁ ଏସବୁ ବିଷୟରେ ପଚାରିବି। ଆଉ ଯଦି ତାର ଏ ବିଷୟରେ କିଛି ଉତ୍ତର ନ ମିଳିଲା, ତାହେଲେ ଆମର ଦୋଷୀ ସେ ହିଁ ହବ। ଦିନ ଦ୍ୱିପହରେ ରାଜୁକୁ ଡକାଗଲା। ରାମଲାଲ ଆଉ ଶଙ୍କରଲାଲ ଆଉ ମଦନଲାଲ ରାଜୁକୁ ଏକାକି ଡାକି ପଚାରନ୍ତି, ରାଜୁ, ତୁ କାଲି ଗୋଦାମରେ କଣ କରୁଥିଲୁ? ବ୍ୟବସାୟରେ କାଲି ଗଡ଼ବଡ଼ ଦେଖାଦେଇଛି। ଯେତେକ ଗହମ ବସ୍ତା ଅଛି, ସେ ହିସାବ ଖାତାରେ ମେଳ ଖାଉନାହିଁ। ସବୁ କିଛି ଭୁଲଭାଲ ଅଛି। କଥା କଣ? କଣ କହିଲ ମାଲିକ? ଭୁଲ ଅଛି? ମୁଁ ତ ଭଲ ଭାବରେ ବସ୍ତାଗୁଡ଼ିକୁ ବାରମ୍ବାର ଗଣି ହିସାବ ପତ୍ର କରି ସେ ଖାତାରେ ଲେଖିଥିଲି। ଆଉ ଏମିତି କେମିତି ହେଲା? ମୁଁ ତ ମୋ ହିସାବରେ କେବେ ବି ଭୁଲ କରିନାହିଁ। ତୁ କଣ କହିବା ପାଇଁ ଚାହୁଁଛୁ? ଆମେ କଣ ମିଛ କହୁଛୁ? ନା, ମୁଁ ସେୟା କହୁନି। ମୁଁ ଜାଣିବା ପାଇଁ ଚାହୁଁଛି, ମୁଁ ତ ସବୁ କିଛି ଠିକ୍ ଠାକ୍ ହିସାବ କରିଥିଲି। ତାହେଲେ ଏମିତି କେମିତି ହେଲା? ପୂର୍ବରୁ ବ୍ୟବସାୟରେ ଗଡ଼ବଡ଼ି ପାଇଁ ସେଠ ବହୁତ ରାଗରେ ଥିଲା। ଆଉ ରାଜୁର ମୁହଁରୁ ଏପରି କଥା ଶୁଣି ଆହୁରି ଜୋର ରାଗିଗଲା। ଆଉ ତାକୁ ରାଗରେ କହିଲା, ତୋ ବାହାନା ଜମା କରନା। ମୁଁ ତତେ ବିଶ୍ୱାସ କଲି, ଆଉ ତୁ ମୋ ବିଶ୍ୱାସରେ ବିଷ ଦେଲୁ। ସେଠର ମୁହଁରୁ ଏସବୁ କଥା ଶୁଣି ରାଜୁକୁ ବହୁତ ଖରାପ ଲାଗେ। ଆଉ ତା ଆଖି ଦୁଇଟା ଲୁହରେ ଛଳଛଳ ହୋଇଯାଏ। ମାଲିକ, ଆପଣ ମୋତେ ଯାହା ବି ଦଣ୍ଡ ଦେବା କଥା ଦେଇଦିଅନ୍ତୁ। ହେଲେ ଏ ଗରିବ ପିଲାଟାର ସଚ୍ଚୋଟ ପଣିଆ ଉପରେ ସନ୍ଦେହ କରନ୍ତୁ ନାହିଁ। ବାସ୍ ମୋ ପାଖରେ ଇମାନଦାରୀକୁ ଛାଡ଼ିଦେଲେ ଆଉ କିଛି ବି ନାହିଁ। ସେଠ ରାମଲାଲ ରାଜୁର କଥା ଶୁଣି ଅଧିକା କିଛି ବି କହିଲାନି। ବାସ୍ ଧୀରେ ସ୍ୱରରେ କହିଲା, ଯା, ତୁ ଆଜିଠାରୁ କାମକୁ ଆସିବୁନୁ, ଯେପର୍ଯ୍ୟନ୍ତ ସତ କଥାଟା ବାହାରକୁ ନ ଆସିଛି। ରାଜୁ ସେଇଠି ଛିଡ଼ା ହୋଇ ସେଠର ଆଖିକୁ ଦେଖିଲା। ସେ ଦେଖିଲା ସେଠର ଏବେ ଆଶା, ବିଶ୍ୱାସ, ଭରସା ଭାଙ୍ଗି ସାରିଛି। ସେ ଆଉ ପଦୁଟେ ବି କିଛି ନ କହି ସେଠାରୁ ଚାଲି ଆସିଲା। ରାଜୁ ସନ୍ଧ୍ୟାକୁ ଘରକୁ ପହଞ୍ଚିଲା। ଆଜିର ଘଟିଥିବା ଘଟଣାକୁ ନେଇ ତା ମନ ବହୁତ ଦୁଃଖ ଥିଲା। ରାଜୁ ଘରେ ପହଞ୍ଚି ଚୁପଚାପ ବସିଥାଏ। ଏମିତି ଚୁପଚାପ ବସିଥିବାର ଦେଖି ମାଳତୀ ଦେବୀ ପଚାରନ୍ତି, ପୁଅ, ତୋର କଣ ହେଇଛି? ତୁ ବହୁତ ଉଦାସ ଥିଲା ପରି ଜଣା ପଡୁଛୁ। ମା, ଲୋକମାନେ ମୋ ସଚ୍ଚୋଟତା ଉପରେ ସନ୍ଦେହ କଲେ। ଆଉ ମୁଁ ଚୋରିର ଆରୋପ ନେଇ ଘରକୁ ଆସିଛି। ମା, ପୁଅ, ମୁଁ ତତେ ଭଲ ଭାବରେ ଜାଣିଛି। ତୁ କେବେ ବି ଚୋରି କରିନଥିବୁ। ତାହେଲେ ସେଠି କଣ ହେଲା ଯୋଉଥିପାଇଁ ତୁ ଚୋରିର ଆରୋପ ନେଇ ଘରକୁ ଆସିଛୁ? ମତେ କହ। ତାପରେ ରାଜୁ ସବୁ କଥା ତା ମା ଆଗରେ ଗୋଟି ଗୋଟି କରି କହିଲା। ତା ମା ବି ରାଜୁର ସଚ୍ଚୋଟତା ଉପରେ ଦାଗ ଲାଗିଥିବାର ଦେଖି ବହୁତ ମନ ଦୁଃଖ କଲା। ମା, ଏମିତି ଖାଲି ଘରେ ବସି ରହିଲେ କିଛି ଲାଭ ନାହିଁ। ମୁଁ ଯାଉଛି, ପୁଣି ଥରେ ଯିବି କ୍ଷେତ କାମ କରିବା ଲାଗି। ମୁଁ ରାମୁ କାକାଙ୍କ କ୍ଷେତରେ ପୁଣି କାମ କରିବି। ପଇସା ତ ଅଳ୍ପ ମିଳିବ, ହେଲେ ଆତ୍ମାକୁ ଶାନ୍ତି ମିଳିବ। ପୁଅ, ମୁଁ ଜାଣିଛି ତୁ ଯାହା ବି ନିଷ୍ପତ୍ତି ନଉଛୁ ଠିକ ନିଷ୍ପତ୍ତି ନଉଛୁ।
ତତେ ଯଦି କିଏ ମିଛରେ ଦୋଷୀ ସଜେଇ ଦେଇଛି ତାହେଲେ ତୁ ଜମା ବି ମନ କଷ୍ଟ କରନି। ଦେଖିବୁ ସତ ଦିନେ ନା ଦିନେ ପଦାକୁ ଆସିବ। ହଁ ମା, ତମେ ବିଲକୁଲ ଠିକ୍ କହିଛ। ମୁଁ ବି କାହାଠାରୁ ପ୍ରତିଶୋଧ ନେବା ପାଇଁ ଚାହୁଁନି। ମୁଁ ବାସ୍ ଏତିକି ଜାଣିବା ପାଇଁ ଚାହୁଁଛି ସତଟା କେମିତି ଛାଁକୁ ଛାଁ ସାମ୍ନାକୁ ଆସିଯାଉ। ମା ସହିତ କଥା ହେଇସାରି ରାଜୁ ଦିନ ଦ୍ୱିପହରେ ପୁରୁଣା କ୍ଷେତ ଆଡ଼କୁ କାମ କରିବା ଲାଗି ବାହାରିଗଲା। ଆଲୋ ପା, ଜାଣିଛୁ ଗୋଟେ କଥା? ସେଠଙ୍କର ଯୋଉ ଗୋଦାମରେ ଚୋରି ହେଇନଥିଲା, ସେ ଚୋର ଆଉ କେହି ନବା ଯୋଉ ନୂଆ ପିଲାଟା ଥିଲାନି, ସେଇବା ବେଇମାନ ବାହାରିଲା। ରାଜୁ ରାସ୍ତାଘାଟରେ ଏସବୁ କଥା ଶୁଣି ତାକୁ ବହୁତ ଖରାପ ଲାଗେ। ହେଲେ ସେ ଜାଣିଥିଲା ଯେପର୍ଯ୍ୟନ୍ତ ସତ ବାହାରକୁ ନ ଆସିଛି ଲୋକମାନଙ୍କର ମୁହଁକୁ ବନ୍ଦ କରାଯାଇ ପାରିବ ନାହିଁ। କ୍ଷେତ ପାଖରେ ରାମୁ କାକା ଛିଡ଼ା ହୋଇଥାନ୍ତି। ସାମ୍ନାରୁ ରାଜୁ ଆସିଲା। ରାଜୁ ସହିତ ଘଟିଥିବା ଘଟଣା ବିଷୟରେ ରାମୁ କାକାକୁ ଜମା ବି ଜଣା ନଥିଲା। ରାଜୁକୁ ଏତେ ଦିନ ପରେ କ୍ଷେତ ପାଖରେ ଦେଖି ରାମୁ କାକା ପଚାରିଲେ, ଆରେ ରାଜୁ, ତୁ ଏଠି? ତୁ ସେଠ ରାମଲାଲଙ୍କ ପାଖରେ କାମ କରୁଥିଲୁ ନା? ଆଜି ହଠାତ୍ ଏଠି କଣ ଛୁଟି ନେଇ ଆସିଛୁ ନା କଣ? ରାଜୁ ଅଳ୍ପ ହସ ଦେଇ ମନ ଭିତର କଥାକୁ ଲୁଚେଇ ରାମୁ କାକାକୁ କହିଲା, କାକା, ମୋର ଏବେ ସେଠାରେ କିଛି କାମ ନାହିଁ। କିଛି ଭୁଲ ବୁଝାମଣା ପାଇଁ ମୋ ଉପରେ ଚୋରିର ଆରୋପ ଲାଗିଗଲା। ଚୋରି ପୁଣି ତୁ? ମୁଁ ତତେ ପିଲାଟି ଦିନରୁ ଦେଖି ଆସିଛି। ତୁ ତ କେବେ ଟଙ୍କାଟିଏ ବି କାର ଧାର ରଖୁନୁ, ଆଉ ତୁ ପୁଣି ଚୋରି କରିବୁ? ଅସମ୍ଭବ, ଏଇଟା କେବେ ବି ସମ୍ଭବ ନୁହେଁ। ସେଠ ରାମଲାଲକୁ ବୋଧେ ତତେ ଚିହ୍ନିବାରେ କୋଉଠି ଭୁଲ ରହିଗଲା। ଭୁଲ ତ ହେଇଛି କାକା, ହେଲେ ଭୁଲ ତାଙ୍କର ନୁହେଁ। ଭୁଲ ତ ଏଇ ମୋର ଖରାପ ସମୟର, ଯେ କି ମୋ ଭଳି ବହୁତ ନିରୀହ ପିଲାଙ୍କୁ ଦୋଷୀ ସଜେଇ ଦେଇଛି। ରାଜୁ ରାମୁ କାକା ସହିତ କିଛି ସମୟ କଥା ହେଲା ପରେ ପୁଣି ଥରେ ସେ ମାଟିର ମଣିଷ ସାଜି ଯାଇଥିଲା। ହାତରେ କୋଦାଳ ଆଉ ମୁଣ୍ଡରୁ ଝାଳ ମାଟିକୁ ଖୋଳି ଚାଲିଥିଲା। ଏମିତି କିଛି ସମୟ କାମ କଲା ପରେ କାମ ତାର ସମ୍ପୂର୍ଣ୍ଣ ହେଲା। ଆଉ ସେ ଦୁଇ ଜଣ ପୁଣି ଥରେ କଥାବାର୍ତ୍ତା ହେବାକୁ ଲାଗିଲେ। ରାଜୁ, ତୁ କେବେ ଭାବିଛୁ ଏସବୁ କାମ ପଛରେ କାହାର ହାତ ଅଛି ବୋଲି? ଗୋଦାମରୁ ଚୋରି ଆଉ ହିସାବରେ ଗଡ଼ବଡ଼। ମତେ ତ କିଛି ଗଡ଼ବଡ଼ ଲାଗୁଛି। ଆ ଭିତରେ କିଛି ନା କିଛି ଗୋଟେ ରହୁଛି। ହଁ କାକା, ମୁଁ ବି ଠିକ୍ ସେଇଆ ଭାବୁଛି। ହେଲେ ମୁଁ ବିନା ପ୍ରମାଣରେ କାହାକୁ ବା ଦୋଷୀ କରିବି? ମୁଁ ତ ଖାଲି ଠାକୁରଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି କି ସତଟା ଆପେ ଆପେ ସାମ୍ନାକୁ ଆସିଯାଉ। ହଁ ରାଜୁ, ସତ ଦିନେ ନା ଦିନେ ସାମ୍ନାକୁ ଆସିବ। କାହିଁକି ନା ସତ କେବେ ବି ଲୁଚେ ନାହିଁ। ବାସ୍ ତୁ ଖାଲି ଧୈର୍ଯ୍ୟ ଧର, ଦେଖିବୁ ସବୁ ଠିକ୍ ହେଇଯିବ। ଭଗବାନ ଯଦି ତୋ ଭଳିଆ ପିଲାକୁ ନ୍ୟାୟ ନ ଦେବେ ଆଉ କାହାକୁ ନ୍ୟାୟ ଦେବେ କହିଲ? ତୁ ଖାଲି ଭଗବାନଙ୍କ ଉପରେ ଭରସା ରଖ, ଦେଖିବୁ ସବୁ ଠିକ୍ ହେଇଯିବ। କିଛି ସମୟ ସେ ଦୁଇ ଜଣ ପରସ୍ପର କଥା ହେଲା ପରେ ନିଜେ ନିଜ ଘରକୁ ଯିବା ଲାଗି ବାହାରିଗଲେ। ସନ୍ଧ୍ୟାକୁ ରାଜୁ ଘରକୁ ଫେରିଲା। ମାଳତୀ ଦେବୀ ଯେତେବେଳେ ରାଜୁର ହାତକୁ ଦେଖନ୍ତି, ରାଜୁର ହାତ ଦୁଇଟି କୋଦାଳରେ ହାଣି ହାଣି ଫୋଟକା ହେଇଯାଇଥାଏ। ଏପରି ଫୋଟକା ହେଇଯାଇଥିବାର ଦେଖି ମାଳତୀ ଦେବୀ କୁହନ୍ତି, ପୁଅରେ, ତତେ ଆଜି ଏମିତି ଦେଖି ମତେ ବହୁତ ଖୁସି ଲାଗୁଛି। ଲୋକ ପଛେ ତତେ ଚୋର କୁହନ୍ତୁ, ହେଲେ ମୁଁ ଜାଣିଛି ମୋ ପୁଅ ଚୋର ନୁହେଁ। ମୋ ପୁଅ ହେଲା କର୍ମଯୋଗୀ। ମତେ ଆଜି ବହୁତ ଖୁସି ଲାଗୁଛି କି ତୁ ପୁଣି ଥରେ କାମରେ ଲାଗି ପଡ଼ିଲୁ। ତୁ ଏମିତି ପରିଶ୍ରମ ଆଉ ଇମାନଦାରୀର ସହିତ କାମ କରିବୁ। ଏ ଲୋକମାନେ ତତେ ଖରାପ ମଣିଷ କହିଲେ ତୁ କଣ ସତରେ ଖରାପ ମଣିଷ ହେଇଯିବୁ? ମା, ତମେ ତ ମୋତେ ପିଲାଟି ବେଳୁ ଶିଖେଇଛ କି ସଚ୍ଚୋଟ ଓ ଇମାନଦାରୀର ରାସ୍ତାରେ ଚାଲିବା ପାଇଁ। ମୋ ଜୀବନରେ ଯେତେ ବି ଅସୁବିଧା ଆସୁନା କାହିଁକି, ତମେ ଦେଖେଇଥିବା ମାର୍ଗରେ ମୁଁ ମଲା ପର୍ଯ୍ୟନ୍ତ ଚାଲିବି। ପୁଅର ମୁହଁରୁ ଏ କଥା ଶୁଣି ମାଳତୀ ଦେବୀଙ୍କର ଆଖିରୁ ଲୁହ ବାହାରି ଆସିଲା। ତାପରେ ସେ ଧୀରେ ସ୍ୱରରେ କହିଲେ, ପୁଅରେ, ମୁଁ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରିବି, ଭଗବାନ ତୋର ସବୁବେଳେ ମଙ୍ଗଳ କରନ୍ତୁ। ଆଉ ତୋ ଉପରେ ଲାଗିଥିବା ମିଥ୍ୟା ଆରୋପଟାକୁ, ସତ୍ୟଟାକୁ ଦିନେ ନା ଦିନେ ସମସ୍ତଙ୍କ ସାମ୍ନାକୁ ଆଣନ୍ତୁ। ସେପଟରେ ଏବେ ବି ବଙ୍ଗଳାରେ ହଇଚଇ ସୃଷ୍ଟି ହୋଇଥିଲା। ସେଠ ରାମଲାଲ ରାଜୁକୁ ସିନା କାମରୁ ବାହାର କରିଦେଲେ, ହେଲେ ବ୍ୟବସାୟରେ ଗଡ଼ବଡ଼ କମିବା ବଦଳରେ ଦିନକୁ ଦିନ ଆହୁରି ଗଡ଼ବଡ଼ ବଢ଼ିବାକୁ ଲାଗିଲା।
ସେଇଦିନ ରାତିରେ ରାମଲାଲ ମଦନଲାଲକୁ ସାଙ୍ଗରେ ନେଇ ଗୋଦାମର ପୁରୁଣା ହିସାବପତ୍ରକୁ ଚେକ୍ କଲା। ସେଇ ହିସାବପତ୍ର ଖାତାରୁ ଶଙ୍କରର ହାତଲେଖା ହିସାବପତ୍ର କିଛି ବାହାରିଲା। ଏ ସବୁକୁ ତ ଦେଖି ରାମଲାଲ ଆଶ୍ଚର୍ଯ୍ୟ ହୋଇଗଲା ଆଉ କହିଲା, ମଦନ, ଇଏ କ'ଣ? ଏ ହିସାବ ଖାତାରେ ତ ମୋ ଭାଇ ଶଙ୍କରର ହାତଲେଖା ଚିଠା ରହିଛି। ଆଗରୁ ତମେ ମତେ ଏ ହିସାବପତ୍ର ଖାତା କ'ଣ ପାଇଁ ଦେଖେଇଲନି? ମାଲିକ, ମୁଁ ଜାଣିନଥିଲି ଏ ଛୋଟ ମାଲିକଙ୍କର ହାତଲେଖା ଚିଠା ବୋଲି। ମତେ ଆପଣ କ୍ଷମା କରିଦିଅନ୍ତୁ। ମଦନ, ତମର କିଛି ବି ଭୁଲ ନାହିଁ, ସବୁ ଭୁଲ ମୋର। ମୁଁ ହିଁ ମୋ ଭାଇକି ହାଲକାରେ ନେଇଗଲି ଆଉ ତାକୁ ବ୍ୟବସାୟର ସବୁତକ ଦାୟିତ୍ୱ ଦେଇଦେଲି। ମତେ ଏବେ ଜାଣିବାକୁ ହେବ ମୋ ଭାଇର ହାତଲେଖା ଚିଠା ଏଠାରେ କ'ଣ କରୁଛି। ସିଏ ତ ଏ କାରବାର ସମ୍ଭାଳୁ ନଥିଲା, ହେଲେ ତାର ହାତଲେଖା ଚିଠା ଏଠାକୁ ଆସିଲା କେମିତି? ମତେ ତ ଲାଗୁଛି ଏ ବ୍ୟବସାୟର ସବୁ ଗଡ଼ବଡ଼ରେ ମୋ ଭାଇର କିଛି ନା କିଛି ହାତ ଅଛି। ହଁ ମାଲିକ, ମତେ ବି ଆପଣଙ୍କ ଭାଇ ଉପରେ ପ୍ରଥମରୁ ସନ୍ଦେହ ଥିଲା, ହେଲେ ଆପଣ କାଳେ ଖରାପ ଭାବିବେ ବୋଲି ମୁଁ କିଛି ବି କହୁନଥିଲି। ଏ କ'ଣ ମଦନ, ତମେ ମତେ ପ୍ରଥମରୁ କହିବାର ଥିଲା। ତମେ ତ ଜାଣିଛ ମୁଁ ବେଇମାନ ମାନଙ୍କୁ କେବେ ବି କ୍ଷମା କରେନି, ସେ ମୋ ଭାଇ ହେଇଥାଉ କି ଆଉ ଯିଏ ହେଇଥାଉ। ମତେ ତ ଏବେ ସବୁ ସତ କଥା ଜାଣିବାର ଅଛି। ମାଲିକ, ଆମେ ଗୋଟେ କାମ କଲେ ହୁଅନ୍ତା। ଆମ ଗୋଦାମରେ ଯୋଉ ପ୍ରକାଶ ନାମକ ପିଲାଟେ କାମ କରୁଥିଲା, ସେକୁ ଡାକି ପଚାରିଲେ ସବୁ ସତ କଥା ଜଣାପଡ଼ିଯିବ। ହଁ, ତମେ ଠିକ କହିଛ। ତାକୁ କାଲି ସକାଳୁ ସକାଳୁ ଡାକ। ସେ ଥିଲାବେଳେ ବ୍ୟବସାୟରେ ଏମିତି ଗଡ଼ବଡ଼ ହେଇଥିଲା। ପ୍ରକୃତ ସତ କଥା ସେ ହିଁ କହିପାରିବ। ତା ପରଦିନ ପ୍ରକାଶ ନାମକ ପିଲାକୁ ଡକାଯାଏ, ଯିଏ ପୂର୍ବରୁ ଗୋଦାମରେ କାମ କରୁଥିଲା। ଆଉ ସେଇଠାରେ ସମସ୍ତେ ଉପସ୍ଥିତ ଥିଲେ। କହ ପ୍ରକାଶ, କହ, ପ୍ରକୃତ ସତ କଥାଟା କ'ଣ କହ। ଯଦି ତୁ ଆଜି ସତ କହିବୁ ତାହେଲେ ମାଲିକ ତତେ ଆଜି ପୁରସ୍କାର ଦେବେ ଆଉ ଦୋଷୀକୁ ଦଣ୍ଡ। ଆଉ ଯଦି ତୁ ପ୍ରକୃତ ସତ କଥାଟା ନ କହୁ, ଏ ସବୁ ପାଇଁ ତତେ ଦାୟୀ କରି ତତେ ଆମେ ପୋଲିସରେ ଦେଇଦେବୁ। ଏ ସବୁ କଥା ଶୁଣି ପ୍ରକାଶ ଡରି ଡରି ଶଙ୍କରକୁ ଅନାଏ, ଆଉ ଶଙ୍କର ତାକୁ ରାଗି କରି ଅନାଇଥାଏ। ଶୁଣ ପ୍ରକାଶ, ତୋର କାହାକୁ ଡରିବା ଦରକାର ନାହିଁ। ପ୍ରକୃତ ଦୋଷୀ କିଏ ମୁଁ ଜାଣିସାରିଛି। ଖାଲି ବାସ୍ ପ୍ରମାଣ ସହିତ ତାକୁ ଧରିବାର ଅଛି। ତୁ ବାସ୍ ଥରୁଟେ ଖାଲି ପ୍ରମାଣ ସହିତ ତା ନାଁ କହିଦେ। ଶୀଘ୍ର କହ। ଯଦି ତୁ କିଛି ଲୁଚେଇବାକୁ ଚେଷ୍ଟା କଲୁ ତାହେଲେ ମୁଁ ତତେ ପୋଲିସରେ ଦେଇଦେବି। ପ୍ରକାଶ ସେଟ୍ର ଧମକରେ ଡରିଯାଏ ଆଉ ଡରି କରି ମୁହଁ ଖୋଲିଦିଏ। ଛୋଟ ମାଲିକ, ମତେ କ୍ଷମା କରିଦବ। ମୋର ପୋଲିସର ଲାଠି ଖାଇବାର ନାହିଁ। ବଡ଼ ମାଲିକ, ମତେ ଆପଣଙ୍କର ଛୋଟ ଭାଇ ସେ ସବୁ କାମ କରିବା ଲାଗି ଦେଇଥିଲେ, ଆଉ ସେ ସେବେଠାରୁ ତମ କାରବାରରେ ଗଡ଼ବଡ଼ କରି ଚାଲିଥିଲେ। ସେ ଆପଣଙ୍କର ଚାଉଳ ବସ୍ତା ଆଉ ଗହମ ବସ୍ତା ଗୁଡ଼ିକୁ ଲୁଚେଇକିରି ଅନ୍ୟ ଗାଁରେ ବିକ୍ରି କରିଦେଉଥିଲେ, ଆଉ ମତେ ବି ସେଥିପାଇଁ ପଇସା ଦେଉଥିଲେ। ଆଉ ଯେତେବେଳେ ଆପଣ ଏସବୁ କଥା ଜାଣିପାରିଲେ, ସେ ମତେ ସବୁ ଦୋଷ ମୁଣ୍ଡକୁ ନେବା ଲାଗି କହିଲେ, ଆଉ ସେ ମତେ ସେଥିପାଇଁ ବହୁତ ସାରା ପଇସା ମଧ୍ୟ ଦେଇଥିଲେ। ଆଉ ସେଦିନ ରାତିରେ ରାଜୁର ଗଲା ପରେ ସେ ମତେ ଆଉ ଅନ୍ୟ ଗାଁର ଲୋକ ଜଣକୁ ଡାକି 4 କୁଇଣ୍ଟାଲ ଚାଉଳ ଆଉ ଗହମ ବିକ୍ରି କରିଥିଲେ, ଆଉ ରାଜୁକୁ ଫସେଇବାର ଯୋଜନା କରିଥିଲେ। ସବୁ ସତ କଥା ଯେତେବେଳେ ସାମ୍ନାକୁ ଆସିଗଲା, ଶଙ୍କରଲାଲ ଚୁପଚାପ ଛିଡ଼ା ହୋଇଥାଏ। ରାମଲାଲ ନିଜ ଭାଇର ଏପରି କୁକର୍ମକୁ ଦେଖି ବହୁତ ଜୋରରେ ରାଗିଯାଆନ୍ତି ଆଉ କୁହନ୍ତି, ମତେ ତ କାଲି ରାତିଠାରୁ ତୋର କୁକର୍ମ ବିଷୟରେ ଜଣା ପଡ଼ିଯାଇଥିଲା। ସତରେ ତୁ ତ ଗୋଟେ ବିଷଧର ସାପ ବାହାରିଲୁ ରେ। ସତରେ ତୋ ଭଳି ଯଦି ଗୋଟେ ଭାଇ ଥିବ ତାହେଲେ ଶତ୍ରୁର କିଛି ଆବଶ୍ୟକ ନାହିଁ। ତୋରି ପାଇଁ ମୁଁ ଏ ବିଚରା ରାଜୁଟାକୁ କାମରୁ ବାହାର କରିଦେଲି, ଆଉ ତା ମୁହଁରୁ ହାହାର ଛଡ଼େଇ ନେଲି। ଚାଲିଯା ମୋ ଆଖି ସାମ୍ନାରୁ, ଆଉ କେବେ ବି ମତେ ଦେଖାଦବୁନୁ। ତୋର ସମ୍ପତ୍ତି ବାଡ଼ିରେ ଯାହା ବି ଭାଗ ଅଛି ତତେ ମୁଁ ସବୁ ଦେବା ଲାଗି ରାଜି ଅଛି। ବେଇମାନ କୋଟିକାର, ଚାଲିଯା ଏଠୁ। ସମସ୍ତେ ଦେଖୁଥାନ୍ତି। ଶଙ୍କରକୁ ଏମିତି ବେଜିଦ୍ ଆଉ କାରବାରରୁ ବାହାର କରିଦେବାରୁ ଶଙ୍କର ବହୁତ ରାଗିଯାଏ ଆଉ ସେଠାରୁ ରାଗ ତମତମ ହୋଇ ଚାଲିଯାଏ। ଶଙ୍କରର ଯିବା ପରେ ସେଠ ରାମଲାଲ ରାଜୁକୁ କ୍ଷମା ମାଗେ। ମତେ ତୁ କ୍ଷମା କରିଦେ ରାଜୁ, ମତେ ତୁ କ୍ଷମା କରିଦେ। ମୁଁ ତୋ ସହିତ ବହୁତ ବଡ଼ ଭୁଲ କରିଦେଲି। ମୁଁ ତୋର ସଚୋଟ ଆଉ ଇମାନଦାରକୁ ଚିହ୍ନି ପାରିଲିନି। ମୋର ତତେ ଚିହ୍ନିବାରେ ଭୁଲ ହେଇଗଲା ରେ। ମତେ ତୁ କ୍ଷମା କରିଦେ। ଆରେ ମାଲିକ, ଆପଣ ଏ କ'ଣ କହୁଛନ୍ତି?
ଆପଣଙ୍କୁ ସେତେବେଳେ ଯାହା ଠିକ୍ ଲାଗିଥିଲା ଆପଣ ସେୟା କରିଥିଲେ। ଏବେ ତ ଆପଣ ସତର ସାଥ ଦେଉଛନ୍ତି ନା। ମୋତେ ତ ଏ କଥା ଶୁଣି ବହୁତ ଭଲ ଲାଗିଲା। ହେଲେ ମାଲିକ, ଆପଣ ମୋତେ ଜମା ବି କ୍ଷମା ମାଗନ୍ତୁ ନାହିଁ। ଆପଣ ତ ମୋ ଠାରୁ ବୟସରେ ବହୁତ ବଡ଼। ଆପଣଙ୍କ ମୁହଁରେ କ୍ଷମା ମାଗିବାଟା ଶୋଭା ପାଉନି। ଧନ୍ୟ ତୁ ରାଜୁ, ଧନ୍ୟ ତୋର ମା ଯାହାକୁ ତୋ ଭଳିଆ ପୁଅଟିଏ ମିଳିଛି। ବାଃ, ପ୍ରକୃତରେ ସଚ୍ଚୋଟ ଓ ଇମାନଦାରୀ ହେବାଟା ତୋ ପାଖରୁ ଶିଖିବା ଦରକାର। ଶୁଣ ରାଜୁ, ମୁଁ ତତେ ତୋର ସଚ୍ଚୋଟ ଆଉ ଇମାନଦାରୀର ଫଳ ନିଶ୍ଚୟ ଦେବି। ତୁ କାଲିଠାରୁ ପୁଣି ଥରେ ମଦନଲାଲଙ୍କ ସହିତ ମୋ କାରବାର ସମ୍ଭାଳିବୁ। ଆଉ ହଁ, ମଦନଲାଲ ଯେତିକି ଦରମା ପାଉଛନ୍ତି ତତେ ମୁଁ ମଧ୍ୟ ସେତିକି ଦରମା ଦେବି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମାଲିକ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ଉପକାର ମୋ ଉପରେ ଏମିତି ରହିଥାଉ। ମୁଁ ଆପଣଙ୍କର ବ୍ୟବସାୟର ଦାୟିତ୍ୱ ସବୁ ନିଷ୍ଠାର ସହିତ ତୁଲେଇବି। ତାପରେ ରାଜୁ ସେଠାରୁ ଖୁସି ମନରେ ଘରକୁ ଫେରିଆସେ। ତାପରେ ରାଜୁ ଘରେ ପହଞ୍ଚି ତା ମାଆକୁ ସବୁ କଥା କୁହେ। ଆଉ ତା ମାଆ ଏ ସବୁ କଥା ଶୁଣି ବହୁତ ଖୁସି ହୋଇଯାଏ। ପୁଅରେ, ତୁ ଆଜି ତୋର ଇମାନଦାରୀ ପାଇଁ ମୋର ଆଉ ତୋ ବାବାଙ୍କର ନାଁ ରଖିଦେଲୁ ରେ। ତୁ ପୁଣି ଥରେ ତୋ ଇମାନଦାରୀ ଆଉ ସଚ୍ଚୋଟ ପଣିଆ ପାଇଁ ସେଠର ମନକୁ ପୁଣି ଜିତିଗଲୁ। ହଁ ମା, ମୁଁ ଆଜି ମୋର ଇମାନଦାରୀର ଫଳ ପାଇଯାଇଛି। ଆମକୁ ତ ଏଥର ଆଉ ଅଭାବ ଅସୁବିଧାରେ ଚଳିବାକୁ ପଡ଼ିବନି। ଆମର ଏଥର ସବୁ ଅସୁବିଧା ଦୂର ହୋଇଯାଇଛି। ଏଥର ଆମ ମା ପୁଅକୁ ଆଉ କିଛି ବି ଅସୁବିଧା ସହିବାକୁ ପଡ଼ିବନି। ରାଜୁର ପରିଶ୍ରମ ଆଉ ତାର ସଚ୍ଚୋଟ ପଣିଆ ପାଇଁ ସେ ଆଜି ଏତେ ବଡ଼ ସଫଳତା ପାଇପାରିଲା।